ହ୍ୟାଲୋ ଭାଇ ଓ ଭଉଣୀମାନେ ନମସ୍କାର ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲରେ। ଆପଣମାନଙ୍କ ପାଇଁ ବହୁତ ବଢ଼ିଆ ସୁନ୍ଦର ଭିଡ଼ିଓ ଗୋଟେ ନେଇକି ଆସିଛୁ। ଭିଡ଼ିଓ ଦେଖିବେ ନିହାତି ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ, ବହୁତ ସୁନ୍ଦର ଭିଡ଼ିଓ ହବ। ଚାଲ ଭିତରକୁ ଯିବା। ଏମିତି କିଛି ଭିତରକୁ ଯିବାର ଏଣ୍ଟ୍ରି ଗେଟ୍ କିଛି ଏମିତି ଅଛି। ହଁ, ଭିତରେ ଟିକେ ଭିଡ଼ ତ ଥିବ ଯାହା ଲାଗୁଛି। ହଁ, ଭିଡ଼ ତ ଅଛି। ଗହଳି ଟିକେ ଏଇଠି ସବୁବେଳେ ଏମିତି ହିଁ ଥାଏ, କାହିଁକି ନା ଆମେ ଟିକେ ଦିନରେ ଘଣ୍ଟେ ଦିଟା ଆଡ଼େ ଟିକେ ଗହଳି ଆପଣମାନେ ଦେଖିପାରୁଥିବେ। ଏ ଗହଳି କମ୍ ଘଣ୍ଟେ ଦିଟା ଆଡ଼େ, ଆଉ ସନ୍ଧ୍ୟା ସୁଦ୍ଧା ଏଇଠି ବହୁତ ଭିଡ଼ ହେଇଯିବ। ଯାହା ବି ହଉ ଏବେ ଟିକେ ଭଲ ଅଛି। ସନ୍ଧ୍ୟା ସୁଦ୍ଧା ହେଲେ ଆଉ ବହୁତ ହେଇଯାଇଥାନ୍ତା। ଆଉ ଜୁମିଂ କଲେ କିଛି ଦେଖିପାରୁଥିବେ, ଖାସ୍ ଦେଖାଯାଉଛି, ବଢ଼ିଆ କ୍ଲିୟର ଦେଖାଯାଉଛି। ଆଉ ଜୁମ୍ ଆଉଟ୍ କଲା ପରେ ଟିକେ ଅନ୍ଧାର ଦେଖାଯିବ, କାହିଁକି ନା ଖରା ବହୁତ ହଉଛି ସେଇଟା ପାଇଁ। ଆଉ ଖରା ସେପଟୁ ବାଜୁଛି ତ ମୁହଁରେ ବାଜୁଛି, ସେଇଟା ପାଇଁ ଟିକେ ଅନ୍ଧାର ଦେଖାଯାଉଛି। ଆପଣ ଦେଖିପାରୁଥିବେ ମୁହଁ ଝାଳ ଝାଳ ହେଇଯାଉଛି, ଏତେ ଗରମ। ଆଉ ଏପଟେ ପଛପଟ ଭିଉ ଦେଖିପାରୁଥିବେ, ସମୁଦ୍ର। ଆଉ ଏପଟେ ଦେଖିପାରୁଥିବେ, ୱାଓ, ବହୁତ ସୁନ୍ଦର ଲୋକେସନଟା ଏଇଟା। ଏତେ ସୁନ୍ଦର ଜାଗାରେ ଟେମ୍ପଲଟା ଅଛି, ମତେ ତ ବହୁତ ବଢ଼ିଆ ଲାଗୁଛି। ବାକି ଆପଣମାନେ ବି ଭିଡ଼ିଓ ଦେଖିକି କହିବେ କେତେ ସୁନ୍ଦର ଅଛି, ଆଉ ଭିଡ଼ିଓ ଦେଖିକି କେମିତି ଲାଗିଲା ସେଇଟା ବି ନିହାତି ଜଣାଇବେ। ଆଉ ଏପଟେ ଦେଖନ୍ତୁ, ଏପଟେ ବିଚ୍ ବହୁତ ସୁନ୍ଦର। ଆଉ ଏମିତି କିଛି ଭିତରକୁ ଯିବାର ଏଇଟା ଭଗବାନଙ୍କୁ ଦର୍ଶନ କରିବା ପାଇଁ ତଳକୁ ଯିବାକୁ ପଡ଼ିବ। ତଳକୁ ଯାଇକି ସେପଟୁ ବାହାରିବାର। ଏଇଠି ବି ଗୋଟେ ଲୋକ ହିଁ ଯାଇ ହବ। ଗୋଟେ ଲୋକ ଗଲା ପରେ ଆଉ ଗୋଟେ ଲୋକ। ଆଉ ଏପଟେ ସିଧା ଦେଖନ୍ତୁ, ଲୋକ ଗହଳି ତ ଯେମିତି, ଗହଳି ପାଇଁ ହିଁ ଗରମ ବହୁତ ବଢ଼ି ଯାଉଛି। ଯେତେ ଗହଳି ହେଲେ ସେତେ ଗରମଟା ବଢ଼ିଯିବ। ଆଉ ଗୋଟେ ଜିନିଷ ଆମେ ଦେଖିବା, ସେପଟେ ଯାଇକି ଜୁମିଂ କଲେ କିଛି ଏମିତି ଦେଖାଯାଉଛି, ବଢ଼ିଆ ଦେଖାଯାଉଛି। ଯେମିତି ଲାଗୁଛି କି ଆମେ ସାମ୍ନାରୁ ଦେଖୁଛୁ ସେମିତି। ଆଉ ଲୋକ ତ ଦେଖିପାରୁଥିବେ ଗାଇସ୍, କେତେ ଭିଡ଼ ଅଛନ୍ତି। ଆଉ ପଛପଟେ ତ କିଛି ଦେଖାଯାଉ ନାହିଁ। ଆଉ ଏପଟେ ଦେଖିପାରୁଥିବେ ସମୁଦ୍ର କେତେ ବଢ଼ିଆ ଦେଖାଯାଉଛି। ବହୁତ ସୁନ୍ଦର ଭିଉ ସେପଟେ ବି। ଏଇଟା ପାଇଁ ହିଁ ଏଇଠି ଏମିତି ଭିଡ଼ ଥାଏ, କାହିଁକି ନା ଟେମ୍ପଲରେ ଆସୁଛନ୍ତି, ଭଗବାନଙ୍କୁ ଦର୍ଶନ କରୁଛନ୍ତି, ତା ସାଙ୍ଗରେ ସାଙ୍ଗରେ ସମୁଦ୍ର ଆଡ଼େ ଯାଇ ସିଆଡ଼େ ବି ବୁଲାବୁଲି କରିକି ବି ସିଆଡ଼େ ବି ବଢ଼ିଆ ଲାଗୁଛି ସେମିତି। ବିଚରୁ ଗାଧା ପିଧା କରିକି ଆସିକି ବି ଦର୍ଶନ କରିପାରିବେ ସେମିତି। ସେ ବିଚ୍ର ଭିଡ଼ିଓ ବି ଆସିବ, ସେ ଭିଡ଼ିଓ ବି ଦେଖି ନେବେ ପୁରା। ଆଉ ଏମିତି କିଛି ଅଛି, ଏଇଠି ଆମ ଭିଡ଼ିଓକୁ ଖତମ କରିବା। ଆଉ ଆପଣମାନେ ତ ଦେଖିପାରିଥିବେ, ଯଦି ମୋ ଭିଡ଼ିଓ ଭଲ ଲାଗୁଛି ତାହେଲେ ମୋତେ ନିହାତି ଭାବରେ ସପୋର୍ଟ କରନ୍ତୁ। ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ଆଉ ଆମର ଏମିତି ବି ନୂଆ ନୂଆ ଭିଡ଼ିଓ ଯାକ ଆସିବ। ସେ ସବୁ କିଛି ଦେଖିବା ପାଇଁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ସବସ୍କ୍ରାଇବ୍ କରିବା ଜମା ଭୁଲିବେନି। ସବସ୍କ୍ରାଇବ୍ କରିଥିଲେ ହିଁ ଆମେ କେବେ ବି ଭିଡ଼ିଓ ଅପଲୋଡ଼ କରିବୁ ଆପଣମାନେ ଫାଷ୍ଟ ଦେଖିପାରିବେ।